ଆଜି ଦିବ୍ୟଦର୍ଶନ ସମ୍ବଲପୁର ପକ୍ଷରୁ ଅନୁଷ୍ଠିତ ସାପ୍ତାହିକ ସତ୍ସଙ୍ଗରେ ମୁଁ ଅଷ୍ଟବକ୍ର ଗୀତା ଆରମ୍ଭ କରୁଅଛି। ମହର୍ଷି ଉଦ୍ଦାଲକଙ୍କ ଶିଷ୍ୟ କହୁଡ଼ଙ୍କ ଗୁରୁ ଭକ୍ତିରେ ସନ୍ତୋଷ ହୋଇ ମହର୍ଷି ଉଦ୍ଦାଲକ ତାଙ୍କ କନ୍ୟା ସୁଜାତାଙ୍କୁ ବିବାହ କରାଇଥିଲେ। ସୁଜାତାଙ୍କୁ ତାଙ୍କୁ ଦାନ କରିଥିଲେ ଏବଂ ତାଙ୍କ ସହ କହୁଡ଼ଙ୍କର ବିବାହ ସମ୍ପନ୍ନ ହୋଇଥିଲା। କିଛି ଦିନ ପରେ ସୁଜାତା ଗର୍ଭବତୀ ହେଲେ। ଗର୍ଭବତୀ ବହୁଦିନ ଗର୍ଭସ୍ଥ ହେଲା ପରେ ତାଙ୍କର ପିତା ବେଦ ପାଠ କଲା ସମୟରେ ଗର୍ଭସ୍ଥ ଶିଶୁ କହିଲେ, ତମେ ରାତି ସାରା ବେଦ ପାଠ କରୁଛ ଏବଂ ଭୁଲ ଉଚ୍ଚାରଣ କରୁଛ। ଶୁଦ୍ଧ ଉଚ୍ଚାରଣ କରି ବେଦ ଅଧ୍ୟୟନ କର। ଏହା ଶୁଣିବା ମାତ୍ରେ ଅପମାନିତ ହୋଇ ଋଷି ଅଭିଶାପ ଦେଇଥିଲେ ଗର୍ଭସ୍ଥ ଶିଶୁଙ୍କୁ ଯେ ବଙ୍କା ଟେଙ୍କା କଥା କହୁଥିବାରୁ ଅଷ୍ଟବକ୍ର ହୋଇ ଶରୀରର 8ଟି ସ୍ଥାନରେ ବଙ୍କା ହୋଇ ଜନ୍ମଗ୍ରହଣ କର। ସେ 8ଟି ସ୍ଥାନରେ ବଙ୍କା ହୋଇ ଜନ୍ମଗ୍ରହଣ କରିଥିବାରୁ ତାଙ୍କ ନାମ ହେଲା ଅଷ୍ଟବକ୍ର। ଜନକ ରାଜା ଏକ ଯଜ୍ଞ କରୁଥିଲେ ଏବଂ ତାଙ୍କର ଯଜ୍ଞରେ ବରୁଣପୁତ୍ର ବନ୍ଦୀ ଅଖଣ୍ଡ ପାଣ୍ଡିତ୍ୟ ହାସଲ କରିଥିବା ବ୍ରାହ୍ମଣ ଥିଲେ। ସମସ୍ତ ବ୍ରାହ୍ମଣ ତାଙ୍କର ଯଜ୍ଞକୁ ଯାଇ ବନ୍ଦୀଙ୍କ ଦ୍ୱାରା ପରାସ୍ତ ହୋଇ ଜଳରେ ବୁଡ଼େଇ ଦିଆଗଲା। ତାଙ୍କୁ ନୀତି ଅନୁଯାୟୀ ଅଷ୍ଟାବକ୍ରଙ୍କର ପିତା ମଧ୍ୟ ବନ୍ଦୀଙ୍କ ଦ୍ୱାରା ପାଣ୍ଡିତ୍ୟରେ ପରାସ୍ତ ହେଲେ, ଏଣୁ ତାଙ୍କୁ ମଧ୍ୟ ଜଳରେ ବୁଡ଼ାଇ ଦିଆଗଲା। ଅଷ୍ଟବକ୍ର 12 ବର୍ଷ ହେଲା ପରେ ତାଙ୍କ ଭଣଜା ସହିତ ସେ ଗଲେ ରାଜଦରବାରକୁ ଏବଂ ରାଜସଭାକୁ ଯିବା ପାଇଁ ଅନୁରୋଧ କଲେ। ଦ୍ୱାରପାଳ ଛାଡ଼ିଲା ନାହିଁ, ବହୁ କଷ୍ଟରେ ଛାଡ଼ିଲା ଏବଂ ଜନକ ରାଜାଙ୍କ ସହ ବାଦ ବିବାଦ ହେବା ପରେ ଜନକ ରାଜା ତାଙ୍କର ପାଣ୍ଡିତ୍ୟ ଦେଖି ଯଜ୍ଞଶାଳାକୁ ଛାଡ଼ିଦେଲେ। ବନ୍ଦୀ ପାଣ୍ଡିତ୍ୟରେ ପରାସ୍ତ ହେଲେ ଏବଂ ଅଷ୍ଟାବକ୍ର କହିଲେ, ଯେପରି ସମସ୍ତ ବ୍ରାହ୍ମଣ ଜଳରେ ବୁଡ଼େଇ ଦିଆଯାଇଛି, ଏହାଙ୍କୁ ମଧ୍ୟ ଜଳରେ ବୁଡ଼ାଇ ଦିଆଯାଉ। ବନ୍ଦୀ କହିଲେ, ବରୁଣଙ୍କର ପୁତ୍ର ଅଟେ। ଯେଉଁମାନଙ୍କୁ ଜଳରେ ବୁଡ଼ା ହେଇଛି ସେମାନେ ବରୁଣଙ୍କର ଯଜ୍ଞରେ ଉପସ୍ଥିତ ଅଛନ୍ତି ଏବଂ ମୋତେ ଜଳରେ ବୁଡ଼ା ଯାଇ ପାରିବ ନାହିଁ। ତାପରେ ସମସ୍ତ ପଣ୍ଡିତକୁ ଉଦ୍ଧାର କଲେ। ତାଙ୍କର ବାପା ମଧ୍ୟ ଉଦ୍ଧାର ହେଲେ ଏବଂ ପୁତ୍ରର କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଅଷ୍ଟବକ୍ରଙ୍କୁ ସିଧା ତାଙ୍କ ଅଭିଶାପ ଫେରାଇ ନେଇ ସିଧା ହୋଇଯାଅ ବୋଲି କହିଥିଲେ ଏବଂ ଅଷ୍ଟବକ୍ର ସିଧା ହୋଇଥିଲେ। ଜନକ ରାଜା ଅଷ୍ଟାବକ୍ରଙ୍କର ପାଣ୍ଡିତ୍ୟ ଜାଣି ତାଙ୍କୁ ଆତ୍ମଜ୍ଞାନ ବିଷୟରେ ପ୍ରଶ୍ନ କରିଥିଲେ ଏବଂ ଜନକଙ୍କର ପ୍ରଶ୍ନ ଅଷ୍ଟାବକ୍ରଙ୍କର ଉତ୍ତରକୁ ନେଇ ଆମର ଅଷ୍ଟବକ୍ର ଗୀତା ରଚିତ ହୋଇଅଛି। ତାହେଲେ ପ୍ରଥମ ଶ୍ଲୋକରେ ଜନକ ରାଜା ପଚାରୁଛନ୍ତି ଅଷ୍ଟାବକ୍ରଙ୍କୁ, କଥଂ ଜ୍ଞାନମବାପ୍ନୋତି କଥଂ ମୁକ୍ତିର୍ଭବିଷ୍ୟତି ବୈରାଗ୍ୟଂ ଚ କଥଂ ପ୍ରାପ୍ତ ମେ ତତ୍ ବ୍ରୁହି ମମ ପ୍ରଭୋ। ରାଜା ଜନକ ଜ୍ଞାନ ପ୍ରାପ୍ତି ଏବଂ ମୁକ୍ତି ପାଇଁ ଅଷ୍ଟାବକ୍ରଙ୍କ ଆଗରେ ଜିଜ୍ଞାସା କଲେ, ହେ ପ୍ରଭୁ, ଜ୍ଞାନ କିପରି ପ୍ରାପ୍ତ ହୁଏ, ମୁକ୍ତି କିପରି ହୁଏ ଏବଂ ବୈରାଗ୍ୟ କିପରି ପ୍ରାପ୍ତ ହୁଏ, ଏହା ମୋତେ କହନ୍ତୁ। ତାର ଉତ୍ତରରେ ଅଷ୍ଟାବକ୍ର କହୁଛନ୍ତି, କାମନା ବାସନା ଅନ୍ତ ନହେଲେ ଜଣେ ଜ୍ଞାନ ପ୍ରାପ୍ତ କରିପାରେ ନାହିଁ। ଜ୍ଞାନ କହିଲେ ଆତ୍ମଜ୍ଞାନକୁ ବୁଝାଏ। ସୁକଳ୍ପ ବିକଳ୍ପ ବିଚାର ହେଉଛି ମନର କାର୍ଯ୍ୟ। ବିଚାର ଅନୁଯାୟୀ ବାଣୀ ପ୍ରକଟ ହୁଏ। ପାତଞ୍ଜଳି କହନ୍ତି, ଅଭ୍ୟାସ ବୈରାଗ୍ୟ ଦ୍ୱାରା ଚିତ୍ତବୃତ୍ତି ସ୍ଥିର ହୁଏ। ଏଣୁ ଆତ୍ମଜ୍ଞାନ ପାଇଁ ଅଭ୍ୟାସ ଓ ବୈରାଗ୍ୟ ନିହାତି ଆବଶ୍ୟକ। ଜନକ କହୁଛନ୍ତି, ମୁଁ ଶାରୀରିକ କର୍ମ ଓ ବାଣୀ ପ୍ରକଟରେ ସଂଯମତା ରକ୍ଷା କରି ଆତ୍ମଜ୍ଞାନ ଲାଭ କଲି। ଚିତ୍ତ ଶାନ୍ତ ନହେଲେ ଆତ୍ମଜ୍ଞାନ ଲାଭ ହୁଏ ନାହିଁ। କେନ୍ଦ୍ରିୟମାନଙ୍କ ବିଷୟ ପ୍ରତି ଆକୃଷ୍ଟ ନ ହୋଇ ଅଦୃଶ୍ୟ ଆତ୍ମାକୁ ଜ୍ଞାନ ଦ୍ୱାରା ପ୍ରାପ୍ତ କରି ମୁଁ ସ୍ଥିତପ୍ରଜ୍ଞ ସ୍ଥିତିରେ ଅଛି। ଭୋଗ ତ୍ୟାଗ ଦ୍ୱାରା
ମନୁଷ୍ୟ ଏ ସ୍ଥିତିରେ ପହଞ୍ଚିଥାଏ। ବାସନା ଭୋଗକୁ ବଳବତ୍ତର କରି ରଖେ। ମନକୁ ସ୍ଥିର କରିବାକୁ ପଡ଼ିବ। ମୋର ଆତ୍ମଜ୍ଞାନ ହୋଇଥିବାରୁ ମୋର ମନରେ ମନ ବ୍ରହ୍ମରେ ଲୀନ ହୋଇ ମୋର ସମସ୍ତ ବିକାର ନଷ୍ଟ ହୋଇଗଲା। ମୁଁ କେବଳ ଆତ୍ମାରେ ନିବାସ କରୁଛି। ଗୁରୁ ମନ ବୁଦ୍ଧି ବିବେକ ନୁହନ୍ତି। ଆତ୍ମା ଭିତରେ ଅସ୍ପଷ୍ଟ ଭାବରେ ଅଛନ୍ତି। ଗୁରୁ ହେଉଛନ୍ତି ଆତ୍ମା। ଆତ୍ମଜ୍ଞାନୀ ପାଇଁ କୌଣସି ନିୟମ ଲାଗୁ ହୁଏ ନାହିଁ। ଅଜ୍ଞାନ ଦ୍ୱାରା ମନୁଷ୍ୟ ମନ ଇନ୍ଦ୍ରିୟର ଦାସ ହୋଇଯାଏ। ସଂସାର ଅସତ୍ୟ ହୋଇଥିଲେ ମଧ୍ୟ ଅଜ୍ଞାନୀ ସତ୍ୟ ବୋଲି ଭାବେ। ବିକ୍ଷେପ ଭ୍ରାନ୍ତିମୂଳକ ମନ ଅନେକ ଭ୍ରାନ୍ତିମୂଳକ କାମନା ବାସନା ସୃଷ୍ଟି କରି ସମାଧି ଅବସ୍ଥାରେ ମନୁଷ୍ୟ ଏସବୁରୁ ମୁକ୍ତ ହୁଏ। ସମାଧି ରହିତ ଅବସ୍ଥାରେ ମଧ୍ୟ ଆତ୍ମଜ୍ଞାନୀ ଏସବୁରୁ ମୁକ୍ତ ହୁଏ। ଆତ୍ମଜ୍ଞାନ ପାଇଁ କୌଣସି ସର୍ତ୍ତ ନାହିଁ। ଯୋଗ ପ୍ରାଣାୟାମ ସମାଧି ବିନା ମଧ୍ୟ ଆତ୍ମଜ୍ଞାନ ଜାଣି ହୁଏ। ଯୋଗ ପ୍ରାଣାୟାମ ସମାଧି ବିନା ମଧ୍ୟ ଆତ୍ମଜ୍ଞାନ ଲାଭ ହୋଇପାରିବ। ଆତ୍ମା ଦ୍ୱାରା ଆତ୍ମାକୁ ଜାଣି ହୁଏ। ଗୁରୁଙ୍କ ଦ୍ୱାରା ଆତ୍ମାକୁ ଜାଣି ହୁଏ। ଆତ୍ମଜ୍ଞାନ ସର୍ବଦା ଉପଲବ୍ଧ। ସଦା ଜାଗ୍ରତ ନହେଲେ ଆତ୍ମାକୁ ଜାଣି ହୁଏ ନାହିଁ। ଆତ୍ମଜ୍ଞାନର ପରପାରିରେ ଭାବାତୀତ ଗୁଣାତୀତ ହେୟ ଉପାଦେୟର ପ୍ରାପ୍ତି ଓ ଅପ୍ରାପ୍ତିରେ ହର୍ଷ ବିଷାଦ ରହିତ ହୋଇ ମୁଁ ଆତ୍ମାରେ ସ୍ଥିତ ଅଟେ। ଆତ୍ମାର କର୍ମ ନାହିଁ। ଅହଙ୍କାରରୁ କର୍ମ ସୃଷ୍ଟି। ଏତିକି କହି ମୋର ବକ୍ତବ୍ୟ ସମାପ୍ତ କରୁଅଛି ଏବଂ ସମ୍ପାଦକ ପ୍ରଶାନ୍ତ ପଣ୍ଡାଙ୍କୁ କିଛି କହିବା ପାଇଁ ଅନୁରୋଧ କରେ।